हेलो हाय नमस्कार जय जगन्नाथ केमती अच्छे भल अच्छे ना आई होप अपना बहुत भल थे मु भी बहुत भल अच्छे जानी थे आम गीत रिलीज होती माँ तो पणते मो दुनिया जहाँकि आज 13 दिन होगा 40K होगा तो फाइनाली बहुत सपोर्ट देते आम चैनल को जहाँ भी हो बहुत खुशी लगुच आ जानी थे 2024 भी आमर जा 2025 भी आसी आपण को नूतन वर्ष अनेक अनेक शुभेच्छा और शुभकामना आम शिपू पूजा यूट्यूब तरफ आज गोटे ब्लॉग चली आज फास्ट ब्लॉग आमर फास्ट ईयर पे फास्ट ब्लॉग तो आज बहुत खुशी लगुच आम समस्ते बहुत खुशी रे भी अच्छू फास्ट दिन आज फास्ट ब्लॉगटा बहुत सुंदर लगे तो आमको एमती सपोर्ट दिंतु आउ एमती लाइक शेयर सब्सक्राइब एमती कर चलतु आउ आज जो वीडियोटे अच्छी आम जो रिलीज करूँ माँ तो पणते मो दुनिया तार किसी विजुअल अच्छी आपड़ देखु बहुत सुंदर लगे जदि आप मो चैनल को नुआ आते तो जल्दी जल्दी जाइए सब्सक्राइब कर लाइक कर शेयर करूँ जमा भी भूलें देखिपे आम टिकी केमती होची। ଲାଗୁଛି ଆଜି ଆମେ ଗୋଟେ ପବିତ୍ର ମାଟିରେ ସମସ୍ତେ ଏକାଠି ହେଇଛେ ଖୁସିର ବିଷୟ ଆଜି ଆମର ଶିପୁ ପୂଜା କ୍ରିଏସନର ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି ଯୋଉଟାକି ଆମ ଶିପୁ ଭାଇଙ୍କର ସେଇ ଚ୍ୟାନେଲରେ ଆଜି ଅତି ସୁନ୍ଦର ଭିଡ଼ିଓଟି ଆମର ଉନ୍ମୋଚିତ ହେଇ ଆସିଛି ମା ତ ପଣତାରେ ମୋ ଦୁନିଆ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ସର୍ବପ୍ରଥମେ ଏଇଥିପାଇଁ ଯେ ସମସ୍ତେ ସମସ୍ତଙ୍କର ବହୁମୂଲ୍ୟ ସମୟ ଦେଇ ଆମ ଗ୍ରହଣରେ ଉପସ୍ଥିତ ଅଛନ୍ତି बहुत खुशी विषय सेटा पुणी एत सुंदर पदक्षेप नहीं शिबू भाई जोटा कि कौन सी मंडप नुह कि टाउन हॉल नुह कि मंदिर भी नुह मंदिर ठू बड़ जीवंता देवता जो आम सामने आज समस्त उपस्थित अच्छा सर्वप्रथम से माँ मान को बाप मान को मु भूमिष्ठ प्रणाम जनाऊँगी गर्व लगुच आज यही हूँ गोटे अनाथ आश्रम अशेष अशेष धन्यवाद देवी मो बड़ भाई जी कि अच्छा आज आम सामने प्रीतम भाई जहाँ जगू आज आप गोटे जगह समस्त एक हो पार्टी समस्त मौसा मौसी मान दायित्व नहीं आज आम पवित्र माटी को धन्य कर पवित्र मंदिर ठू आज धन्य कर जीवंत उदाहरण जी कि आम सामने समस्ते मौसा मौसी मैंने आम ग्रहण उपस्थित अच्छा से मो बड़ भाई गोटे जोरदार करताड़ी हो जाए जहाँ आज आम समस्त ये एकाठी हो पारिचे तापर अशेष धन्यवाद देवी आम शिपू पूजा क्रिएसन शिपू भाई गोटे जोरदार करताली हो जाऊ जहाँ आज आम समस्त माँ बापा एकाठी हो पारिचे अति सुंदर गोटे वीडियो आम ग्रहण में आज रिलीज होगा जाऊँगी जार ना अच्छी माँ तो पणतारे मो दुनिया अति सुंदर अभिनय अच्छी अति सुंदर गीतटी भाई टेबुल आउट नहीं
ନା ସେ ଡାଇନିଂ ଉପରେ ରଖିଦ ପିତୃମାନେ ସମସ୍ତଙ୍କୁ ମୋ ହୃଦୟରୁ ଅଶେଷ ଧନ୍ୟବାଦ ଜଣାଉଛି। ଆଜି ବହୁମୂଲ୍ୟ ସମତି ଆମ ଗ୍ରହଣରେ ଉପସ୍ଥିତ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ସର୍ବପ୍ରଥମେ ମୁଁ ପଚାରି ବୁଝିବା ପାଇଁ ଚାହୁଁଛି ଆମର ସମସ୍ତଙ୍କୁ ମୋର ଗୁରୁଜନ ମାନଙ୍କୁ ନମସ୍କାର। ମୁଁ ଏଇ ମା ହାତ ଫଣତରେ ମୋ ଦୁନିଆ ସେଥିରେ ମୋ ମାଆର ଚରିତ୍ର ଲିଭେଇଛି। ମା ଶବ୍ଦ ତା ବିଷୟରେ ବା ମୁଁ କ'ଣ କହିବି, ସେ ସବୁଠାରୁ ପବିତ୍ର, ତାଙ୍କ ବିଷୟରେ କିଛି ଆଲୋଚନା କରିହେବନି। ମୁଁ ବି ଦିନେ ପିଲା ଥିଲି, ଯେତେବେଳେ ବାହାର ବୁଲି ଆସେ ମା ପଣତ କାନିଟାକୁ ମୁଁ ଖୋଦେ, ଯେତେବେଳେ ମୁହଁଟା ପୋଛିଦିଏ ଭାରି ଆରାମ ଲାଗେ। ଆଉ ଯେତେବେଳେ ଖାଇବାକୁ ଯାଏ ଗୋଟେ ଜାଗାକୁ ଯାଇଥିଲି, ସେଠି ଯାହାକି କନସେପ୍ଟଟା ବହୁତ ଦିନ ଧରିକି ଚେଷ୍ଟା କରିଥିଲି କିନ୍ତୁ କରିପାରୁନଥିଲି। କାହିଁକି ନା ଏଇ କନସେପ୍ଟଟା କେମିତି ତିଆରି କରିବି ଏଇଟା ଭାବି ବି ପାରୁନଥିଲି। କିନ୍ତୁ ଆଜିକା ଡେଟ୍ରେ ମୁଁ ଏଇ କନସେପ୍ଟଟା କରିକିରି ମୋତେ ବହୁତ ଖୁସି ବି ଲାଗୁଛି ଆଉ ବହୁତ ଦୁଃଖ ବି ଲାଗୁଛି ଯେ ମା ବାପା ମାଙ୍କୁ ଦୁନିଆରେ ଆଉ କିଛି ବି ନାହିଁ। ମା ବାପା ହୁଅନ୍ତି ମେନ୍, ସବୁଠୁ କେହି ବି ନାହାନ୍ତି। ମୁଁ ଯେବେ ବି ଯେଉଁ କାମ କରେ ମୋ ବାବା ମାଙ୍କୁ ପରମିସନ୍ ନେଇ କରେ। ଆଜି ବି ମୁଁ ଆଜି ସକାଳ 6:30ରେ ଉଠିଲି, ମୋର କାମ ସାରି ମୋ ବାପା ମାଙ୍କ ଆଶୀର୍ବାଦ ନେଇକରି ଏଠିକି ଆସିଛି। ମୁଁ ଜାଣିନି ଗୀତ କେତେ ବାଟକୁ ଯିବ, କ'ଣ ଯିବ ମୁଁ ସେଇଟା ବି ଜାଣିନି, କିନ୍ତୁ ମୁଁ ଯେଉଁଟା ବି କରିଛି ସେଇଟା ମୋ ପାଇଁ ଆଗକୁ କ'ଣ ହେବ କ'ଣ ନାହିଁ, କିନ୍ତୁ ମୋତେ ଭଲ ଲାଗିଲା। ମୁଁ ଏତିକି ଖୁସି ଲାଗୁଛି ଯେ ମୋ ବାପା ମାଙ୍କ ପାଇଁ ମୁଁ ଏ ଗୀତଟା କରିଛି। ସାରା ଜୀବନ ଏ ଗୀତଟା ସବୁ ବାପା ମା ମାନେ ଶୁଣିଲେ ବି ସମସ୍ତଙ୍କ ମନକୁ ଜିଣନ୍ତୁ। ୟା ପରେ ମୁଁ ଅନୁରୋଧ କରିବି, ମୋ ଗ୍ରହଣରେ ଅଛନ୍ତି ଉପସ୍ଥିତ ଅଛନ୍ତି ମୋର ଜଣେ ପ୍ରିୟ ଯିଏକି ଆମ ଭଗବାନ। ସର୍ବପ୍ରଥମେ ସବୁଠୁ ବଡ଼ କଥା ହେଲା ଆପଣମାନେ ଯେଉଁଠି ବି ଆଜି ଏକା ହେଇଛନ୍ତି, ମାନେ ଏକାଠି ହେଇଛନ୍ତି ସମସ୍ତେ, ତାଙ୍କ ମନ୍ଦିରର ପୂଜାରୀ ହେଉଛନ୍ତି ମୋ ବଡ଼ ଭାଇ, ଯିଏକି ଆଜି ଆପଣମାନଙ୍କୁ ସମସ୍ତଙ୍କୁ ଏଇଠି ଗୋଟେ ବହୁତ ବଡ଼ ପ୍ଲାଟଫର୍ମ ଭଗବାନଙ୍କ ଗ୍ରହଣରେ ଆମେ ଆଜି ଉପସ୍ଥିତ ଅଛନ୍ତି। ସେ ମନ୍ଦିରର ପୂଜାରୀ ହେଉଛନ୍ତି ମୋ ବଡ଼ ଭାଇ। ଭାଇଙ୍କୁ ମୁଁ ବୁଝିବା ପାଇଁ ଚାହିଁବି ଦୀପଦ ବହୁତ ସୁନ୍ଦର ନିଷ୍ପତ୍ତି ନେଇଛନ୍ତି ମୋ ବଡ଼ ଭାଇ। ଆଉ ଭଗବାନଙ୍କୁ କେମିତି ପୂଜା କରୁଛନ୍ତି, କେମିତି ପ୍ରତ୍ୟେକ ଦିନ ତାଙ୍କର ନିତ୍ୟକ୍ରମ ବାବଦରେ ସେ କେମିତି ତାପରେ ପ୍ରଶାନ୍ତ ଭାଇ ବହୁତ ସାରା ବି ଅଛନ୍ତି ଆମର ଷ୍ଟାଫ୍, ଯେହେତୁ ସମସ୍ତଙ୍କର ସହଯୋଗରେ ଇଏ ଆମର ଆଶ୍ରମଟି ପରିଚାଳିତ ହେଉଛି। ତେଣୁ ଆଜି ବି ବହୁତ ଖୁସି ଲାଗୁଛି, ଯାହା ହଉ ଆମ ଆଶ୍ରମରେ ଏଇ ଭାରତରେ ମୋ ଦୁନିଆ ବିଷୟରେ ଦୀପଦ କହିବା ପାଇଁ ଅନୁରୋଧ କରୁଛି। ଜୟ ଜଗନ୍ନାଥ। ସମସ୍ତ ମା ବାପାଙ୍କୁ ମାଆଙ୍କ ବିଷୟରେ କ'ଣ କହିବି, ମୋତେ ଖୁସି ଲାଗୁଛି। ଧନ୍ୟବାଦ ଦେବି ଶିପୁ ଭାଇଙ୍କୁ, ଯାହା ହଉ ମୋତେ ଗୋଟେ ଗୁରୁ ଦାୟିତ୍ୱ ଦେଇଛନ୍ତି। ଏଇଟା କେମିତି କ'ଣ କହିବି, ଆଜି ତ ପ୍ରଥମେ ଧନ୍ୟବାଦ କେବେ ବି କି କେବେ ବି ଖାଲି ଏତିକି କହିବି ଯେ ମା ତ କ'ଣ କରେ ମୋ ଦୁନିଆ ଏ ଗୀତଟା ରିଲିଜ୍ କରିଛନ୍ତି ଶିପୁ ପୂଜା ୟୁଟ୍ୟୁବ୍ ଚ୍ୟାନେଲରେ। ମୁଁ ତ କିଛି ବି ଜାଣିନି, କିଛି ବି ଖାଲି ଏତିକି କହିବି ମା ପ୍ରଥମେ ମା। ଆଗେ ଭୂପୃଷ୍ଠରେ ପିଲାମାନେ ଜନ୍ମଗ୍ରହଣ କରିବା ନେଇକି ଷ୍ଟୋରିଟା କରିଛନ୍ତି। ଆଉ ସେ ଷ୍ଟୋରିରେ ଦେଖିଲେ ଆପଣମାନେ ଜାଣିପାରିବେ କି ପ୍ରକୃତରେ ମା ପ୍ରତି ଥିବା ଭଲ ପାଇବାର ମୂଲ୍ୟଟା କ'ଣ। ଆଉ ମୋତେ ଲାଗୁଛି କି ଏ ଜାଗାକୁ ଆଜି ଆସିକି ଯେମିତି ସତରେ ବହୁତ ବଡ଼ ମନ୍ଦିରରେ ମୁଁ ଅଛି, ମୋ ସାମ୍ନାରେ ସବୁ ସାକ୍ଷାତ ଦେବତାମାନେ ଅଛନ୍ତି। ବହୁତ ଖୁସି ଲାଗୁଛି ଏଭଳିଆ ଜାଗାକୁ ଆସିକି। ଏତିକି ମୁଁ ବହୁତ ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ ସୋ ମଚ୍, ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତାପରେ ମୁଁ ଅନୁରୋଧ କରୁଛି ଆମ ତିନାଥ ଭାଇଙ୍କୁ, ଏତେ ସୁନ୍ଦର ଜାଗାରେ ଆଜି ପହଞ୍ଚି ପାରିଛନ୍ତି, ତାଙ୍କର ସାହାଯ୍ୟ ସହଯୋଗ ମଧ୍ୟ ଆମ ପାଇଁ ଅତ୍ୟଧିକ ଆଟାଚ୍ ଏଇଥିପାଇଁ ହେଲି କି ମୁଁ ସିପାହୀ ସହିତ ବହୁତ ପୂର୍ବରୁ ଜଡ଼ିତ। ଆଉ ଏଇ ଭିଡ଼ିଓ ଯେତେବେଳେ ସିପାହୀ କହିଲେ କି ଏମିତି ଗୋଟେ ଅଡ଼ିଓ କରିବା ତାପରେ ଭିଡ଼ିଓ କରିବା, ତ ମୁଁ ଯେଉଁ ସମୟରେ ଆର ଅଡ଼ିଓଟା ରିଲିଜ୍ ହେଇଥିଲା ତ ମୁଁ ବହୁତ ଦୁଃଖରେ ଥିଲି। ଆଉ ସେଥିପାଇଁ ମୁଁ ଏ ଭିଡ଼ିଓ ସହିତ ବହୁତ ଜଡ଼ିତ ହେଇଗଲି। ଆଉ ମାନେ କିଛି କହି ହିଁ ପାରୁନି, କାହିଁକିନା ଇମୋସନାଲ୍ ହେଇଯାଉଛି ଏତେ ଜୋରରେ। ଥ୍ୟାଙ୍କ ୟୁ ସୋ ମଚ୍। ୟା ପରେ ଅର୍ଡ଼ର କରିବା ପାଇଁ ହେଲେ ତାର ସମସ୍ତ ଯତ୍ନ ନେବାକୁ ପଡ଼େ, ପାଣି ଦେବାକୁ ପଡ଼େ। ତାର ସୁଯୋଗ ମିଳିଛି, ଅଶେଷ ଅଶେଷ ଧନ୍ୟବାଦ ଭାଇ। ତ ମୁଁ ଏଇ ଗୀତ ସହିତ ଜଡ଼ିତ ଅଛି କେବଳ ଶିପୁ ଭାଇଙ୍କ ପାଇଁ। ଶିପୁ ଭାଇ ମୋତେ ଯୋଗ୍ୟ ଭାବିଲେ ଏବଂ ଏଇ ଗୀତ ସହିତ ଜଡ଼େଇ ମାନେ ନିଜ ଚେଷ୍ଟାରେ ମୋତେ ରଖିଛନ୍ତି ଏବଂ ମୋତେ ସୁଯୋଗ ଦେଇଛନ୍ତି ଏ ପର୍ଯ୍ୟନ୍ତ ଆସିବାକୁ। ଆଉ ଏଠି ଏ ଭିଡ଼ିଓରେ
ଯେଉଁମାନେ ଆକ୍ଟିଂ ଆଉ ମୋତେ ବହୁତ ହି ଭଲ ଲାଗିଲା ହାର୍ଟ ଟଚିଂ ଭିଡ଼ିଓ ଥିଲା। ଆଜି ତାର ସମ୍ପୂର୍ଣ୍ଣ ଭିଡ଼ିଓ ରିଲିଜ୍ ହେବ। ସମସ୍ତଙ୍କୁ ଅନୁରୋଧ କରିବି ସିପୁ ପୂଜା ବ୍ଲଗ୍କୁ ଯାଇକି ଦେଖନ୍ତୁ ଏବଂ ମୂଲ୍ୟ ସମୟ ବି ଆମ ଗ୍ରହଣରେ ଆଜି ଉପସ୍ଥିତ ଅଛନ୍ତି। ପୂର୍ଣ୍ଣ ଭାଇଙ୍କୁ ଅନୁରୋଧ କରିବି। ସିପୁ ଭାଇ ଦେଇଥିଲେ ସେଇ ବହୁତ ପରିଶ୍ରମ କରିଥିଲୁ। ଫାଇନାଲ୍ ଆମର ଆଜି ଆଉଟପୁଟ୍ଟା ବାହାରିଛି। ଲାଗୁଛି ଆପଣ ସମସ୍ତଙ୍କୁ ଭଲ ଲାଗିବ। थैंक यू सो मच समस्त अशेष धन्यवाद। अति सुंदर मो विषय बेसी कौन कहबी मो तो गोटे गछर पत्र को भी सरी नुह मु समाजसेवी अजय कुमार साहू जीवु मु देखी 10 मास 10 दिन गर्भ धरी मो छुआ को मुझे बड़ करी मो छुआ जी मत पचार चाहे मो ऋण सुझित हो खावा पीवा कले शोवा को गले माँ किंतु पुओ को कहले बाबा रे तू तो बहुत बड़ हो गलु पुअरे मु तते कौन से खराब उद्देश्य कहूनी तू मो ऋण सुझा कथा कही आज से मु कहूँ तू आज मो पाखे शोबू पुओ कहला हाँ ठीक अच्छे माँ ये गोटे कथा मु तो ऋण सुझीदेवी कही तो पाखे शोवा कहू तो जो देखला पुओ को निद हो जाए माँ धीरे किना उठीगला गोटे बेलारे बेलाए खंडे पानी आनिला पुओ पर ढालीदेला पुओ से जानीगला माँ तो आज मत 5 मिनिट 10 मिनिट ही मो तो दी थर 3 थर पानी ढाली तू रागी उठी मो पर चिल्लाऊ कहूँ कौन ना मो तो ऋण सुझीदेवी ये तू ऋण सुझा बा पुओ बा तो से मु समस्त को अनुरोध करुच्ची हम कह दियो समस्ते शेयर करिवो कह दो ना समस्ते देखिवो समस्ते देखिवो वीडियो टी समस्ते शेयर करिवो समस्ते लाइक करिवो हां कोना समस्ते शेयर करिवो आज भल लागिला तो टेन वाला सेम था ये पूरा काम धीरे धीरे बोले हां ये जो ब्लू और रेड तो टेन वाला जय जगन्नाथ सुंदर चापड़ा दे